ଷଡ଼ବଂଶୀ ଗଣ୍ଡ ସମାଜର ଏକତ୍ରୀକରଣ ମିଶ୍ରଣ ପର୍ବ। ବିରାଟକାୟ ସୁନ୍ଦର ପୃଥିବୀରେ ଅନେକ ଜୀବଜନ୍ତୁ ଭରି ରହିଥିବା ବେଳେ ମଣିଷ ହେଉଛି ସର୍ବଶ୍ରେଷ୍ଠ ପ୍ରାଣୀ ହୋଇ ପୃଥିବୀକୁ ଆଗକୁ ନେବାରେ ପ୍ରୟାସ କରିଚାଲିଛି। ମଣିଷ ସମାଜ ରହିଥିଲେ ମଧ୍ୟ ମଣିଷ ସମାଜକୁ ଭିନ୍ନ ଭିନ୍ନ ଜାତିରେ ବିଭକ୍ତ କରି ଏକ ସୁନ୍ଦର ପୃଥିବୀରେ ଚଳପ୍ରଚଳ କରିବାର ବାଟ ଦେଖାଇଛି। ଅନେକ ଜାତି ଅନେକ ଗୋତ୍ରର ମଣିଷ ସମାଜମାନଙ୍କ ମଧ୍ୟରେ ରହିଛି ଷଡ଼ବଂଶୀୟ ଗଣ୍ଡ ସମାଜ। ଏହି ଷଡ଼ବଂଶୀୟ ଗଣ୍ଡ ସମାଜର ସଂସ୍କୃତି ପରମ୍ପରା ଏବଂ ପୂଜା ପଦ୍ଧତି ଅତି ନିଆରା ହୋଇଥାଏ। ନିଜ ଜାତିର ପରମ୍ପରା ଏବଂ ସଂସ୍କୃତିକୁ ବଜାୟ ରଖିବା ପାଇଁ ଏବଂ ଆଗକୁ ଆସୁଥିବା ପିଢ଼ିକୁ ଜାତିର କର୍ମ କର୍ମାଣୀକୁ ବିଧିମତ କରିବାର ସଚେତନ କରାଇବା ପାଇଁ ଷଡ଼ବଂଶୀ ଗଣ୍ଡ ସମାଜର ଏକ କମିଟି ରହିଛି, ଯାହାକି ଜାତିର ସଂସ୍କୃତି ପରମ୍ପରା କଳା ପର୍ବପର୍ବାଣୀ ସହିତ ପୂଜାକର୍ମ ଏବଂ ବିବାହ କାର୍ଯ୍ୟକୁ ଜାତିର ନୀତି ନିୟମ ଅନୁସାରେ କରିବାରେ ସହାୟକ ହୋଇଥାଏ। ସେହି ଷଡ଼ବଂଶୀ ଗଣ୍ଡ ସମାଜର ଏକତ୍ରୀକରଣ ମିଶ୍ରଣ ପର୍ବ ଖୁବ୍ ଉତ୍ସାହ ସହକାରେ ଆୟୋଜିତ ହେଉଥିବା ଦେଖିବାକୁ ମିଳିଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଟେବେଡା ବାହାଲ ଗ୍ରାମରେ ରହିଥିବା ଜାତିର ଆରାଧ୍ୟ ଦେବ ଜଙ୍ଘା ମନ୍ଦିର ପ୍ରାଙ୍ଗଣରେ ଷଡ଼ବଂଶୀ ଗଣ୍ଡ ସମାଜର ଏକତ୍ରୀକରଣ ସ୍ୱରୂପ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି। ଏହି ଷଡ଼ବଂଶୀ ଗଣ୍ଡ ସମାଜର ଏକତ୍ରୀକରଣ କାର୍ଯ୍ୟକ୍ରମ ବୈଠକରେ ସମ୍ବଲପୁର ଜିଲ୍ଲାର ଷଡ଼ବଂଶୀ ଗଣ୍ଡ ସମାଜ ସଭାପତି ବଦ୍ରି କୁମାର ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାପତିଙ୍କ ଅନୁରୋଧ କ୍ରମେ ହୀରାକୁଦ ସ୍ଥିତ ନୂଆ ଜାମୁଡିମୁଣ୍ଡା ଗୁଡ଼ିର ଷଡ଼ବଂଶୀ ଗଣ୍ଡ ସମାଜ ଆଞ୍ଚଳିକ ସଭାପତି ବନମାଳୀ ଭୋଇ, ତିଳେଇମାଲ ଗୁଡ଼ିର ଆଞ୍ଚଳିକ ସଭାପତି ଗୁଣମଣି ଭୋଇ, ଖୁଲିଆ ସଭାପତି ଦାଶରଥୀ ଭୋଇ, ବଳାରଙ୍ଗା ଗୁଡ଼ିରୁ ଡଳାମଣି ନାୟକ, ରେଙ୍ଗଲେଇ ଗୁଡ଼ିରୁ ସେବତରାମ କୁମୁରା ଏବଂ ଫକୀର ନାୟକ, କେନାଢିପା ଆଞ୍ଚଳିକ ଗୁଡ଼ିର ଦେବାର୍ଚ୍ଚନା ନାୟକ, ନୂଆ ଜାମୁଡା ଗୁଡ଼ିର ବସନ୍ତ ପଟ୍ଟା ଯୋଗ ଦେଇଥିଲେ। ଏହି ଷଡ଼ବଂଶୀ ଗଣ୍ଡ ସମାଜର ଏକତ୍ରୀକରଣ ବୈଠକ ପୂର୍ବରୁ ପ୍ରଥମେ ଜଙ୍ଘାଦେବଙ୍କ ପାଖରେ ଶରଣାପନ୍ନ ହୋଇ କାର୍ଯ୍ୟକ୍ରମ ଆଗକୁ ନେଇଥିଲେ। ଜାତିର ସଂସ୍କୃତି ପରମ୍ପରା ପର୍ବପର୍ବାଣୀ ପୂଜାବିଧି ସହିତ ସମସ୍ତ କର୍ମକୁ ସୁଚାରୁ ରୂପେ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। କୌଣସି ବି ପରିସ୍ଥିତିରେ ପଡ଼ି ନିଜ ଜାତିକୁ ଅଣଦେଖା କରି ସଂସ୍କାରକୁ ବିଲୁପ୍ତ ନ କରିବା ପାଇଁ ଏବଂ ଷଡ଼ବଂଶୀ ଗଣ୍ଡ ସମାଜକୁ ନିଃସ୍ୱାର୍ଥପର ଭାବରେ ସେବା ଜାରି ରଖିବା ପାଇଁ ସମସ୍ତ ଜାତି ସମାଜ ସଂକଳ୍ପ ନେଇଥିଲେ। ଏହି ବୈଠକରେ ଆଞ୍ଚଳିକ ଷଡ଼ବଂଶୀ ଗଣ୍ଡ ସମାଜର ଜାତିପ୍ରେମୀ ଭାଇ ଭଉଣୀମାନେ ବହୁମାତ୍ରାରେ ଯୋଗ ଦେଇଥିଲେ। ନିଜ ଜାତିର ଟେକକୁ ବହୁମାତ୍ରାରେ ଆଗକୁ ନେବା ପାଇଁ ହେଲେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସଭାପତି ପ୍ରକାଶ କରିଥିଲେ। ବୈଠକରେ ଅନେକ ସାମାଜିକ କର୍ମୀ ଏବଂ ବୁଦ୍ଧିଜୀବୀ ଉପସ୍ଥିତ ରହି ନିଜ ପୂର୍ବପୁରୁଷଙ୍କ ଷଡ଼ବଂଶୀ ନୀତି ନିୟମ ସଂସ୍କୃତି ଧର୍ମକୁ ବଜାୟ ରଖିବା ଏବଂ ସମାଜ ପରିଚାଳନା ସ୍ୱରୂପ ଆଗକୁ ହେବାକୁ ଥିବା ଏକତ୍ରୀକରଣ ସଭାକୁ ସହଯୋଗ କରିବା ପାଇଁ ପ୍ରତିଜ୍ଞା କରିଥିଲେ। ବ୍ୟୁରୋ ରିପୋର୍ଟ, এবি ନ୍ୟୁଜ୍।